ପିଲାମାନେ ଆପଣମାନଙ୍କୁ ସ୍ୱାଗତ ଏମ୍‌ଡି କ୍ଲାସେସ୍‌କୁ। ତ ପିଲାମାନେ ଆପଣମାନଙ୍କର ତ ସିଟି ଏଣ୍ଟ୍ରାନ୍ସ ଏକ୍ଜାମ୍ ସରିଗଲାଣି, ଠିକ୍ ଅଛି। ତ ଆପଣମାନେ ସିଟି ଏଣ୍ଟ୍ରାନ୍ସ ଏକ୍ଜାମ୍ କେମିତି ହେଇଛି ନିଶ୍ଚିତ ଭାବରେ ଆପଣମାନେ କମେଣ୍ଟରେ ବତେଇବେ। କାଲି 11 ତାରିଖ ହେଲା, ଆଜି 12 ତାରିଖ ହେଇଗଲା, ଆପଣମାନଙ୍କର ସିଟି ଏକ୍ଜାମ୍ ଖତମ ହେଇଗଲା। ଏବେ ଆପଣମାନଙ୍କ ମନରେ ଗୋଟେ ପ୍ରଶ୍ନ ଥିବ ଯେ ଭାଇ ସିଟି ଏଣ୍ଟ୍ରାନ୍ସ ଏକ୍ଜାମ୍‌ରେ କଟ୍ ଅଫ୍ କେତେ ଯିବ, ଠିକ୍ ଅଛି। କଟ୍ ଅଫ୍ କେତେ ଯିବ ନା ଦେଖନ୍ତୁ ପୂର୍ବ ବର୍ଷରେ 45 କିଏ କହୁଛନ୍ତି, ଆପଣମାନଙ୍କୁ ୟୁଟ୍ୟୁବରେ ଦେଖୁଥିବେ 45 କହୁଛନ୍ତି, କେউ କହୁଛନ୍ତି 50+ ଯିବ, କିଏ କହୁଛନ୍ତି 60 ଯିବ। କିନ୍ତୁ ଦେଖନ୍ତୁ ଏଇ ଯେଉଁ କଟ୍ ଅଫ୍ଟା ଦେଖନ୍ତୁ ଆଜି ଧର ପିଲାମାନଙ୍କର ଟିକେ କ୍ୱେଶ୍ଚନ୍ ଲେଭେଲ୍ ଯାହା ଜଣାପଡ଼ୁଛି, ମୁଁ ଯାହା ପୋଲ୍ ପତ୍ରରୁ ମୁଁ ଦେଖିଲି ବହୁତ ସାରା ପିଲା କ'ଣ କରୁଛନ୍ତି କମ୍ ଆଟେଣ୍ଡ କରୁଛନ୍ତି, ଟିକେ କ୍ୱେଶ୍ଚନ୍ ହାର୍ଡ଼ ଥିଲା ବୋଲି ସେମାନେ କହୁଛନ୍ତି। କ୍ୱେଶ୍ଚନ୍ ଟିକେ ମଡରେଟ୍ ଲେଭେଲ୍‌ର ଥିଲା ଏମିତି କିଛି ସେମାନେ କହୁଛନ୍ତି, ମଡରେଟ୍ ଲେଭେଲ୍‌ର ଥିଲା ସେମାନେ କହୁଛନ୍ତି। ତ ତେଣୁ ସେଇ ଦୃଷ୍ଟିରୁ ଦେଖି ଯଦି ଆମେ ଏକ୍ସପେକ୍ଟେଡ୍ କଟ୍ ଅଫ୍ ଗୋଟେ ନିର୍ଦ୍ଧାରିତ କରିବା, ତାହେଲେ ଏକ୍ସପେକ୍ଟେଡ୍ କଟ୍ ଅଫ୍ କେତେ ରହୁଛି ଆପଣମାନଙ୍କର 45, 42 ଆପଣମାନେ ଧରି ନିଅନ୍ତୁ, 40 ମାର୍କରୁ ଆପଣମାନେ ଧରନ୍ତୁ 45 ଯିବ ଆମର ଆର୍ଟ୍ସ ପିଲାଙ୍କ ପାଇଁ। ସାଇନ୍ସ ବାଲାଙ୍କର ଟିକେ ହାଏଷ୍ଟ ଯାଇପାରେ, ସବୁ ବର୍ଷ ଯାଏ। କିନ୍ତୁ ଆପଣମାନେ ଯଦି 40+ ରଖିଛନ୍ତି ମାନେ 45 ଯଦି ପ୍ଲସ୍ ରଖିଛନ୍ତି, ଠିକ୍ ଅଛି। ଆପଣମାନେ SC ST ଅଛନ୍ତି ମାନେ ଆପଣମାନଙ୍କର 38, 35 ଥିଲେ ବି ଚଳିଯିବ, ସେମିତି ହୋଇଯାଏ ସେଇଟା। କିନ୍ତୁ ଆପଣମାନେ ଯଦି ଜେନେରାଲ୍ ଅଛନ୍ତି ୟା ଫିର୍ OBC ଅଛନ୍ତି, ତ ଆପଣମାନେ 45+ ଯଦି 45+ ଆପଣମାନଙ୍କର ପରସେଣ୍ଟେଜ୍ ଅଛି ୟା ଫିର୍ ଆପଣମାନଙ୍କର 40+ ଅଛି, ତାହେଲେ ଆପଣମାନଙ୍କର ସିଲେକ୍ସନ୍ ହେବାର ସମ୍ଭାବନା ଅଛି। 90% ସମ୍ଭାବନା ଅଛି। 10% ଯେଉଁଟା ରହିଲା ଟିକେ କିଛି ପରସେଣ୍ଟ ଏପଟ ସେପଟ ହୋଇପାରେ। ତ ତେଣୁ ଆପଣମାନେ କିଛି ଓରିଡ୍ ହୁଅନ୍ତୁ ନାହିଁ। ଆଉ ବାକି ଆଉ କ'ଣ ପ୍ରୋସେସ୍ ସେ ସବୁ ପ୍ରୋସେସ୍‌ର ଭିଡ଼ିଓ ମଧ୍ୟ ଆମର ଚ୍ୟାନେଲ୍‌ରେ ଆସିଯିବ। କିନ୍ତୁ ଆପଣମାନେ ମାନିକି ଚଳନ୍ତୁ କିଛି ଏମିତି ରହିବ ଆପଣମାନଙ୍କର କଟ୍ ଅଫ୍, ଠିକ୍ ଅଛି। ତ ପ୍ରତ୍ୟେକ ଭିଡ଼ିଓ ତ ଆପଣମାନେ ଦେଖିଲେ କିଛି ପ୍ରଶ୍ନ ଆମର ଯେଉଁ ପ୍ୟାଟର୍ନ ଆମେ ଡିସ୍କସନ୍ କରୁଥିଲେ ଟିଚିଂ ଆପଟିଚ୍ୟୁଡ୍ ଆଉ ଅଲଗା ପ୍ୟାଟର୍ନ ସେ ପ୍ୟାଟର୍ନ ବି ଏକ୍ଜାମ୍‌ରେ ବହୁତ ସାରା କ୍ୱେଶ୍ଚନ୍ ଆସିଛି ଟିଚିଂ ଆପଟିଚ୍ୟୁଡ୍ ରିଜନିଂର। ତ ଏମିତି ହିଁ ଆପଣମାନେ ଯଦି ବହୁତ ଭଲ କଣ୍ଟେଣ୍ଟ ପାଇବେ, ଆଉ ସିଟି ଏକ୍ଜାମ୍ କେମିତି କ'ଣ କହିବ ସବୁ କିଛି ଆପଣମାନେ ଡିଟେଲ୍ସ ତଥ୍ୟ ପାଇପାରିବେ ଆମର ଏଇ ଚ୍ୟାନେଲ୍ ମାଧ୍ୟମରେ। ତେଣୁ ଆପଣମାନେ ଆମ ଚ୍ୟାନେଲ୍‌କୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଆସୁଥିବା ବେଲ୍ ଆଇକନ୍‌ଟିକୁ ଆପଣମାନେ ପ୍ରେସ୍ କରିଦିଅନ୍ତୁ। ଓକେ, ତାହେଲେ ଚାଲନ୍ତୁ ଗୋଟେ ନୂଆ ଭିଡ଼ିଓରେ ଭେଟ ପଡ଼ିବା। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର, ଜୟ ହିନ୍ଦ, ଜୟ ଭାରତ।